ତେବେ ମେ ମାସ 19 ତାରିଖ ମଙ୍ଗଳବାର ଅର୍ଥାତ୍ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ 24ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ଆଉ ଦିନରେ ପ୍ରବଳ ଖରା ସହିତ ଗରମ ଗୁଳୁଗୁଳି ଜାରି ରହିବ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର 7ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ପବନ ବହିବ, ଯାହାର ବେଗ ଘଣ୍ଟା ପ୍ରତି 50 କିଲୋମିଟରରୁ 60 କିଲୋମିଟର ଘଣ୍ଟା ପ୍ରତି ପବନ ବହିବ। ତେଣୁକରି 7ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ସେହିପରି ବାକି 17ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ସାଙ୍ଗକୁ ପବନ ବହିବ, ଯାହାର ବେଗ ଘଣ୍ଟା ପ୍ରତି 40 କିଲୋମିଟରରୁ 50 କିଲୋମିଟର ବେଗରେ ପବନ ବହିବ। ତେଣୁ ଏହି 17ଟି ଜିଲ୍ଲାଗୁଡ଼ିକୁ ହଳଦିଆ ରଙ୍ଗର ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ କେଉଁ ସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ, ଆଉ ଅନ୍ୟପକ୍ଷେ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ହେବ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ କେତେ ତାପମାତ୍ରା ରହିବ, ଆଉ ଆଜି କେଉଁ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ରାଜ୍ୟରେ ଅସହ୍ୟ ଗରମ ଗୁଳୁଗୁଳି ଜାରି ରହିବ। 2 ଦିନ ମଧ୍ୟରେ ଆହୁରି 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି। ତେବେ ଆସନ୍ତୁ ଜାଣିନେବା ପ୍ରଥମେ କେଉଁ ଜିଲ୍ଲାଗୁଡ଼ିକରେ କେତେ ତାପମାତ୍ରା ରହିବ। ସମ୍ବଲପୁରରେ 42 ଡିଗ୍ରୀ, ଅନୁଗୁଳରେ 42 ଡିଗ୍ରୀ, ବୌଦ୍ଧରେ 42 ଡିଗ୍ରୀ, ବଲାଙ୍ଗୀରରେ 41 ଡିଗ୍ରୀ, ସୋନପୁରରେ 41 ଡିଗ୍ରୀ, କଳାହାଣ୍ଡିରେ 42 ଡିଗ୍ରୀ, ନୂଆପଡ଼ାରେ 40 ଡିଗ୍ରୀ, ନବରଙ୍ଗପୁରରେ 40 ଡିଗ୍ରୀ, ବରଗଡ଼ରେ 39 ଡିଗ୍ରୀ, ଝାରସୁଗୁଡ଼ାରେ 42 ଡିଗ୍ରୀ, ନୟାଗଡ଼ରେ 40 ଡିଗ୍ରୀ, ଖୋର୍ଦ୍ଧାରେ 40 ଡିଗ୍ରୀ, ଯାଜପୁରରେ 40 ଡିଗ୍ରୀ, କେନ୍ଦ୍ରାପଡ଼ାରେ 39 ଡିଗ୍ରୀ, କେନ୍ଦୁଝରରେ 38 ଡିଗ୍ରୀ, ମୟୂରଭଞ୍ଜରେ 39 ଡିଗ୍ରୀ, ଗଜପତିରେ 39 ଡିଗ୍ରୀ, ରାୟଗଡ଼ାରେ 39 ଡିଗ୍ରୀ, କନ୍ଧମାଳରେ 39 ଡିଗ୍ରୀ, ଢେଙ୍କାନାଳରେ 39 ଡିଗ୍ରୀ। ଆଉ ବର୍ତ୍ତମାନ ଆସନ୍ତୁ ଜାଣିନେବା କେଉଁ 6ଟି ଜିଲ୍ଲାରେ ଆଜି ପାଗ ଶୁଖିଲା ରହିବ। ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର। ତେବେ ବର୍ତ୍ତମାନ ଆସନ୍ତୁ ଜାଣିନେବା କେଉଁ 17ଟି ଜିଲ୍ଲାଗୁଡ଼ିକ ରହିଛି। ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼। ଏହି 17ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ସେହିପରି 7ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ରହିଥିବା ବେଳେ ତେବେ ଆପଣଙ୍କର ଜିଲ୍ଲାରେ ପାଗ କିପରି ରହିଛି ଆଉ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତାହା କମେଣ୍ଟ କରିବା ସହିତ ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଆଜିକାର ପାଣିପାଗର ସୂଚନା ପାଇ ସତର୍କ ରହିପାରିବେ। ରହୁଛି, ଜୟ ଜଗନ୍ନାଥ।